जय जगन्नाथ साଙ୍ଗମାନେ ଆଉ ଆଜିର ଆଉ ଗୋଟେ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଉ କାହିଁକିନା କାଲି ଆମର କାମ ହେଇଥିଲା, ଚାଉମିନ ତିଆରି ହେଇଥିଲା। ଚାଲନ୍ତୁ ଯିବା ପ୍ରଥମେ ଯାଇକି ସେ ମେସିନ୍ ଗୁଡ଼ାକ ଚାଲିଛି ତାକୁ ବନ୍ଦ କରିବା, ବନ୍ଦ କରି ସାରିକି ତାପରେ ଯିବା ସେ ଝିଅକୁ ଧରିକି ଆସିଲେ ତାର କାମ ଆରମ୍ଭ ହେବ। ପ୍ରତ୍ୟେକ ଦିନ ତ ଆପଣମାନଙ୍କୁ ମୁଁ ସବୁବେଳେ କହୁଛି ଦେଖାଉଛି, କାହିଁକିନା ସେ ପ୍ରଥମେ ଝିଅକୁ ଧରିକି ଆସିବି, ତାର ମେସିନ୍ ଏଠି ଚାଲିଛି ତାକୁ ବନ୍ଦ କରିବି, ବନ୍ଦ କରି ତାପରେ ଯିବି ଧରିକି ଆସିବି। ପ୍ରଥମେ ଜାଣନ୍ତୁ ମେସିନ୍ ବନ୍ଦ କରିବି, ବନ୍ଦ କରି ତାପରେ ଯିବି ସେ ଝିଅକୁ ନେଇକି ଆସିବି, ତାର କାମ ଆରମ୍ଭ ହେବ। ତାପରେ ଆପଣମାନଙ୍କୁ ଆଗକୁ ସବୁ ଆପଣମାନଙ୍କୁ ସବୁ ଦେଖେଇବି। ଆପଣ ଯିବା ପ୍ରଥମେ ମେସିନ୍ଟା ବନ୍ଦ କରିବା। ମେସିନ୍ ସବୁ ଚାଲୁଛି ନା, ଏ ସବୁ ଆମ ଶୋଇଛନ୍ତି, କେହି ଉଠିନାହାନ୍ତି। ସେମାନେ ଶୋଇଛି, ଏଠି ଗୋଟେ ଝିଅଟା ଯୋଉ ରହୁଛି ସିଏ ବି ଶୋଇଛି, କେହି ଉଠିନାହିଁ। ପ୍ରଥମେ ମୁଁ ଉଠିବି ଆଗ। ଗାମୁଛାଟା ଆଣିବାକୁ ମନେ ପଡ଼ିଲାନି, ଭୁଲିଗଲି। ମୁଁ ସେ ଝିଅକୁ ଧରିକି ଆଇଲେ ସମସ୍ତଙ୍କୁ ଡାକିବି ଉଠିବେ ଯାଇକି। ଅଭିଆ କିଛି କାମ ନାହିଁ, ଶୋଇଥାନ୍ତୁ ଆଉ। ଚାଲନ୍ତୁ କମ୍ପାନୀ ଭିତରେ ଆସିକି ପହଞ୍ଚିଗଲି। ଆଉ ମେସିନ୍ ଗୁଡ଼ାକ ବନ୍ଦ କରିଦେବା। ମେସିନ୍ ଗୋଟାଏ ବନ୍ଦ ହେବ, ଆଉ ସବୁ ଚାଲିବ, କାହିଁକିନା ଚାଉମିନ ଶିଖିଯିବନି। ମାନେ ଆମ ହିଟରଟା ବନ୍ଦ ହେବ, ଆଉ ଫ୍ୟାନ୍ ଗୁଡ଼ା ଚାଲିବ ସବୁ। ଏଇ କାଲିର ଚାଉମିନ ଗୁଡ଼ା ଏତିକି ତିଆରି ହେଇଛି, ଆମର ଥୁଆ ହେଇଛି, ବନ୍ଧା ହେଇନି। ଏଠି ଅଳ୍ପ ଦିଟା ଅଛି, 4-5ଟା ବସ୍ତା। ଚାଲନ୍ତୁ, ଏଗୁଡ଼ା ଆମର ୱେଷ୍ଟ ଚାଉମିନ ଗୁଡ଼ାକ, ଏଗୁଡ଼ା ସବୁ ଦିଆହେଇଯିବ ମାଛ ଗାଈ ଭାଇ ଖାଇବେ। ଏଗୁଡ଼ା କିଛି କାମ ନାହିଁ ୟାର, ଆଉ ଏଗୁଡ଼ା ଫିଙ୍ଗା ହେଇଯିବ ସବୁ। ଚାଲ ସେଠି ଅଛି ମେସିନ୍ଟା ବନ୍ଦ କରିଦେଇକି ତାର ବାହାରିକି ଯିବା, ସେ ଝିଅକୁ ଧରିକି ନେଇକି ଆସିବା। ମେସିନ୍ଟା ବନ୍ଦ କରିଦେଲି। ମେସିନ୍ ମାନେ ହିଟରଟା ଯେଉଁ ଚାଲୁଥିଲା ସେ କରେଣ୍ଟ ସେଇଟା ବନ୍ଦ କରିଦେଲି। ଆଉ ଫ୍ୟାନ୍ ଚାଲିବ, ଚାଲିତା ଭିତରେ ଫ୍ୟାନ୍ ଗୁଡ଼ା ଚାଲିଥାଉ, ମୁଁ ଆସିଲେ ତାକୁ ବନ୍ଦ କରିବି। ଚାଲନ୍ତୁ ଏବେ ଯିବା, ଧରିକି ଆସିବା, ତାର କାମ ଆରମ୍ଭ କରିବା। ଆଉ ଦେଇଥା ମାନେ ବର୍ଷା ଦିନ ନା, ବର୍ଷା ହେଉଛି ନା, ଏମିତି ପଶିଯିବେ ପୋକ ପଶିଯିବେ, ସାପ ପୋକ ପଶିଯିବ କୁଆଡ଼େ, ଅଜାନ୍ତି କରିଦେଲେ। ଏବେ ଚାଲନ୍ତୁ ଆସିଲେ ଏସବୁ ସଫା ସୁତରା ହେବ। ଆଉ ଦଶହରା ପାଇଁ ବନ୍ଧା ହେଇଯାଇଥିବ ସବୁ। ସକାଳ ବର୍ଷା ପୁରା ଜୋରସେ ଉଠେଇଛି, ବର୍ଷା ହେଇନି ତ ପୁରା ମାନେ କାମ ପୁରା ଅନ୍ଧାର କରିଛି। ହଉ ମୁଁ ବର୍ଷା ହେଇଯାଏ। ଚାଲନ୍ତୁ ସେ ଝିଅକୁ ନେଇକି ପଳେଇ ଆସିବା। କହିବାନି କଣ ହେଇଗଲାଣି, କାଉଁଳିଆ ତ ଜଣା ପଡ଼ି ଯାଇନି ଆଜି ସାଢ଼େ 9ଟା ହେଇଗଲା। ଏ ଭିତରେ ବସିଯିବି ଆଉ। ନିଦ ଛାଡ଼ି ନାହିଁ ତ, ସେ ବସିକି ମୋବାଇଲ ଦେଖୁଛି, ଇଏ ଏଠି ବସିଛି। ନିଦ ଛାଡ଼ିଲା ଆଖିରୁ। ଯିବା ତଳକୁ ଯିବା, କ'ଣ କହିବା ତଳେ ଯାଇକି ବସିକି ମୋବାଇଲ ଖେଳୁଛି ସକାଳ। ଆଚ୍ଛା ତୁ ଜାମା ମାରି ଥା, ମୁଁ କାମ କରିବି। ହଁ ନିଦ୍ରା ଉଠିକି ଅନେଇ ଯାହା କରିକି ଜାମା ମାରିଥା, ମୁଁ ଯାଉଛି କାମ କରିବି। ଯା ନିଦ ଛାଡ଼ିନି ବାବା। ବ୍ରସ୍ କରି ଖାଇକି ଆସିବ, ଯିବୁ ତଳକୁ। ହଉ ଯାଉ ତଳକୁ। ଆସେ ମଙ୍ଗଳା ଆଣି ସେ କରୁନୁ, ଖାଇବାକୁ କିଛି କରୁନା। ହଉ ଘର ମୁଁ ନେଇଯାଉଛି ତଳକୁ। ଚାଲ ଯା କାମ କରିବା। ସବୁ ଶୋଇକି ରହିଛନ୍ତି ଘରେ, ସବୁ ଉଠି ସାରିଲେଣି। ମୁଁ କହିଲି ଶୋଇଥିବ ବୋଧେ। ହଁ ଦିଦି ତଳକୁ ଗଲାଣି, ଚାଲ।
पुणी आज कौन गोटे पार्सल आई मुझे नहीं जाऊँगी हाँ चल मामा को चल मुझे मामा को डाक मामा को ये बाहरी अच्छे टेक कर टीसू टेक कर मामा को डाक सी खाऊ तू डाके शिवानी तू टेक पार टीसूटा अच्छी कालू कालू टेक बोली आम सब खाली मगे दौर ऑनलाइन चप्पल पुणी आज गोटे चप्पल मगे देटा टीसूटा मिकुर मिकु टीसू आई जाइला 6टा खंड रही टीसू हाँ था चल जा चल चल मामा जाइए बाथरूम बाथरूम आसू से देख चल जा आम जीवनी चल मुझे जाऊँ ना बबुली ये अच्छी जा मामा देख चल मामा बाथरूम मारिक आसू चल पड़ा शिवानी बाथरूम बस शिवानी से रखी दे टीसू आ तो चप्पल कौन जाऊँ मिकु नहीं है कौन तो पार्सल आई रखी दे खट उपर हाँ भर पशि रही चल मुझे रखीदेली मुझे जाऊँ कम अच्छी कम टे करद चल देखिए शिवानी कौन कर रोषेस खाइया भोक गलानी कम कंपानी आड़ पड़ी कथा छाद आईली ये आम मिकु कल कथा अजा सहित बापा शिवानी रोषेस कर भात खायापी भजा भजा होनी तो मुझे हो बोधे आसी बाजानी गोटे कहीं भजा भजा आज खाइया पखाड़ पखाड़ खाइए आई करुँगी पखाड़ पखाड़ खाने भजा बाजिलानी दीपर आहरी हम कौन है किसी आज लेट कौन तो करदेली लेट शुक रही शुक रही लेट कहूनी से कथा लेट होगा मुझे कौन कर शुक रही कहूना कलरा भजा हो कौन यार मोबाइल कत मन रही रोनु देखी रोनु अफर तो अच्छी हाँ कौन सांगे सांगे ना 23 तारीख तुम मगेब ना मत चिन्ह हाँ मोबाइल मगेब पागल होलानी मोर न मगे तार मगा जी मोर कहली ना मु कहूँ तुम तुमर जदि न आण ताहले मोर आस तुम कि मगे मुझे जदि न आण तुमर ताहले जाकि मु कहली मोर नहले तुमर आण हाँ मोबाइल वाले हो तुम 23 तारीख पर्यंत टाइम अच्छे 23 तारीख भितर मगेब तो मगेब ना 23 तारीख लास्ट तुम दिन मगेब माने मगेब राति हो दिन फ्लिपकार्ट ऑफर चलती तो मोबाइल पूरा पागल होलानी तार न मगे ना मोर मोर न मगे तार मगे नहीं कहूँ मत डर लगुच पैसा मतलब मालिक दौन ठीक ठाक किस्ती भाई दब न दब डाउट लगुच जबरदस्ती दब दबनी कहीं आम दरमा तो दौनी टाइम किस्ती ताल कहीं दबनी दरमा तो दौनी ना टाइम दबनी कहीं किस्ती टी अजब कथा सेमती 1 तारीख लगुन जाइए दरमा 1 तारीख दब जदि सी एमती धरुची कथा तुम बेन धर ये मत बुझे मालिक बुझे जाए सुविधा सुविधा अच्छी कौन भगवान जरा मो बापा कहूँ आम घर पाखे गोटे कम कर बसा उठा कम की काम लुंडू बाबू घर प्रसर गोटे कोईला खणी कोईला गोदाम खोला हम से गाड़ी रे बाहर कोईला आसो तुम खाली माने लेबर आसवे से लोड अलोड करेंगे तुम ये देखा देखी कर जो कम दाम करेंगे से देखा देखी कर बस्ता है कोईला बस्ता नुह एमती गाड़ी आस जो गुड़ा उदा थी सुखासुखी कर माने जब उदा थी सुखासुखी कर बसा उठा कम आ सका 7टा 8टारे जीव एमती सन्ध्या 5टा 6टा पलि आसो एमती तो मो बापा कहले पचारे करेंगे कौन मुझे कहली तुम तो किसी सुविधा कर सुविधा कले सीना मुझे आम लाट्रिन बाथरूम पानी किसी करना बापा कहला भल कमटा मिलूँ घर पाखे बसी उठी माने बाबू कमटा से कोईला जो कोईला ये कहला ये खणी खुलिबे लोक रही खणी कार खुलिबे लुलु बाबू करिबो मु कहली मास को मास दरमा पूरा दब ना कहला हां तार अबहेला नहीं बड़टा अबहेला एटा सान करते सान कंपनी सी तार मास को मास पूरा दरमा दे दबो
ମୁଁ ପୁରା କଥା କରିବି ଯଦି 12,000 ପରେ ଦବ ତାହେଲେ ମୁଁ ତାକୁ ହଁ କରିବି ତମକୁ ପଚାରିକି ହଁ କରିବି ଆଉ ଯଦି ସେ ନାଇଁ 12,000 କହିବ ତାହେଲେ ତମ ଇଚ୍ଛା ତମେ କ'ଣ କରିବା କଥା କରିବ ଆଉ ଏମିତି କହିଲା ମୁଁ କହିଲି ହଁ 12,000 ପରେ କହିବ ଦେଖିଆ ମୁଁ ପୁଅକୁ ବୁଝେ ପୁଅ କ'ଣ କହୁଛି ତାଙ୍କର ଏବେ ଆରମ୍ଭ ହବ କମ୍ପାନୀ ମାନେ ଆଗ କରିବେ ଫ୍ୟାକ୍ଟ୍ରି କୋଇଲା ଫ୍ୟାକ୍ଟ୍ରି ତାପରେ କମ୍ପାନୀ କରିଦେବେ ସେଟା କୋଇଲା କମ୍ପାନୀ ଲୋକ ଦରକାର ନା 10-15 ଜଣ ଯେ ତମକୁ ଯୋଉ କହୁଥିଲେ ସେ ଜାଣିଛି ତମେ ତାଙ୍କ ଜୁଆଇଁ ନା ସେଇଥିପାଇଁ କହିଲା ତମେ ଲେବର କାମ କରିବ ତମେ ଦେଖା ଦେଖି କରିବ ଲୋକ କାମ ଦାମ କରୁଛନ୍ତି କି ନାହିଁ ଯଦି ମାଲ ଉଦା ଥିବ ତାହେଲେ ଶୁକାଶୁକି କରିଦବ ଆଉ ଏଇ କାମ ଆଉ ଖାଇବାକୁ ଦବ ମୋ ପାଇଁ କାମ ବୁଝୁଛନ୍ତି ଖାଇବାକୁ ଦବ ସବୁ ଦବ ଏଠି ରହିଲି 10 ବର୍ଷ ହେଲା ଇଏ ଛାଡ଼ିବାକୁ ରାଜି ହବ ନାହିଁ ମୁଁ ବହୁତ ଥର କହିଲିନି ଯିବା କଥା ଛାଡ଼ିବାକୁ ରାଜି ହବ କାହିଁକି ମୁଁ ଛାଡ଼ିବନି ସେମିତି ତ ଜବରଦସ୍ତି ନାହିଁ କିଏ କୋଉଠି ବାନ୍ଧି ରଖିଦ ତମେ ତାପରେ ତମେ ତ କହିଛ ନା ଆଗରୁ ତମେ ନ କହିଥାନ୍ତ କି ତମେ ମାନେ ଧର ଯେବେ ମୁଁ କଥା କହୁନି ଯେବେ ଯିବାର ଥିବ 10 ଦିନ ଆଗରୁ କହିବ ରିଙ୍କୁ ଭାଇ ମୁଁ ପଳେଇବି ମୋର ଯେତେ ମାସର ଦରମା ହେଇଛି ହିସାବ କର ଏମିତି କହିବ ଆଉ ଛାଡ଼ିବନି ଖୋଲିକି କହିକି ଗଲେ ଛାଡ଼ିବ ଏଇଆ ଟିକେ ଯୁକ୍ତିତର୍କ ହବ ସେମିତି ମତେ ଭଲ ଲାଗେନି ଏମିତି ଯୁକ୍ତିତର୍କ ଯିଏ କରେ ସେ ବୁଝିପାରେନି କାହିଁକି ନା ଯାହା ଇଚ୍ଛା ଯୋଉଠି ରହିବ ନା ସେମିତି କ'ଣ କାହାକୁ ଜବରଦସ୍ତି ଥାଏ ନା କିଏ କାହାକୁ ଜବରଦସ୍ତି କୋଉଠି ବାନ୍ଧିକି ରଖିପାରେ ଯାହାକୁ ଯୋଉଠି ଭଲ ଲାଗିବ କାମ କରିବ ସେ ସେଇଠି କରିବ ନା ଆଉ କାମ କ'ଣ ଏମିତି ହୁଏ ଜବରଦସ୍ତି ବାନ୍ଧିକି କରନ୍ତି ନା ତୋର ସଇଲା ମୋର ଭଜା ବସେଇକି ସଇଲା ଦେଖିବା ସବୁ ଦେଖିବା ସୁବିଧା ହବ ପଳେଇବା ନହେଲେ ଯିବା ଆଉ ଏତ ପରି ମାଲିକ ମାନେ ପଇସା ତୋର ଠିକ ଠାକ ଦେଇବା ଦଉନାହାନ୍ତି ମାସ ଏଇଠି ପଇସା କାମ ପଇସା ସୁବିଧା ଏଇଠି ରହିବା ସୁବିଧା ଖାଇବା ସୁବିଧା କିନ୍ତୁ ପଇସା ଦଉନି ତାପରେ ଆମ ମିକୁ ପାଠ ବି ପଢି ପାରିବନି ଏଠି ସବୁ ହାଇ ଫାଇ ରେଟ୍ ଗଭର୍ଣ୍ଣମେଣ୍ଟ ସେ ନାନୀ କାଟିଦେଲା ତାର କାମ ଅଛି ଏଇଠି ପୁରା ହାଇ ଫାଇ ଖର୍ଚ୍ଚ ଆମ ଦ୍ୱାରା ହବନି ହାଇ ଫାଇ ଖର୍ଚ୍ଚ ଏଇଠି ଗଭର୍ଣ୍ଣମେଣ୍ଟ ସ୍କୁଲ ନାହିଁ ହଉ ଦେଖିବା କମ୍ପାନୀ ହଉ ଦେଖିବା ଆଉ ଶ୍ୱଶୁର ବୁଝୁଛନ୍ତି କାମ କହୁଛନ୍ତି ଦେଖିବା ମୁଁ ମୋ ବାପାକୁ କହିଲି ମୁଁ କହିଲି ତମେ ତରବର ହୁଅନି ଆଉ ଆମେ ସେଇଟା ତ କମ୍ପାନୀଟା ତାଙ୍କର ଖୋଲିବେ ନା ସବୁଦିନ ପାଇଁ ଆଉ ଆମେ କ'ଣ ପଳେଇ ଯାଉଛୁ କି ମୁଁ ତ ତମକୁ 1-2 ବର୍ଷ କହିଛି ଟାଇମ୍ ଆଉ ବର୍ଷେ କାହିଁକି ନା ଆମ ପୁଅକୁ 3 ବର୍ଷ ହେଲାଣି 1-2 ବର୍ଷ ଭିତରେ ତମେ ଲାଟ୍ରିନ୍ ଆଉ ପାଣି ଆଉ ଘରକୁ ପାଣି କନେକ୍ସନ କରିବ ଲାଇନ୍ ଆଣିବ ଆଉ ଲାଟ୍ରିନ୍ ବାଥରୁମ୍ କରିବ ମୋ ବାପା କହିଲେ ବର୍ଷେ ଭିତରେ ମୁଁ କରିଦେବି ମୁଁ ତାକୁ କହିଲି ବର୍ଷେ ନାହିଁ କି 2 ବର୍ଷ ନାହିଁ ତା ଭିତରେ ତମେ ଯେତେବେଳେ କରିବ ସେତେବେଳେ ଆମେ ସୁବିଧା କରିକି ଯିବୁ ଆଉ ତାପରେ ଆମେ ବି 3 ବର୍ଷ ହେଇଗଲାଣି ନା ପାଠ ପଢିବ ଇଏ ଯିବ ବୋଲି ତାଙ୍କ ଘରେ ଲାଟ୍ରିନ୍ ବାଥରୁମ୍ କରିବ ତା ବାପା ଇଏ ଯିବ ମୁଁ କହିଛି ତ ମୁଁ କହିଛି ମୋର ଯେମିତି ରହୁଛି ସେମିତି ସୁବିଧା ରହିବ ମୁଁ କହିଛି ମୋର ପଇସା ଲୋକ ତ ଖାଉ ନଥା ଇଏ ବୁଝା ହଉଛି ନାହିଁ କାହା ତ ପଇସା ଅଛି ନ ଅଛି ସୁବିଧା ଅସୁବିଧା କିଛି ନାହିଁ ଯେତେବେଳେ ଯାହା ଜିତି ସେଇଆ ୟାର ଯାହା କହିବ ସେଇଆ ଥାଉ ନଥାଉ ଭିକ ମାଗନ୍ତୁ ଯାହା କରନ୍ତି ମୋର ଯୋଉଟା ସୁବିଧା ମୋ କରିଲେ ଗଲା ମୁଁ ଏତେ କଥା ଜାଣିନି ଆଗରୁ ତ କିଛି ପାଇ ଆସିନି ଏବେ ବି କୋଉ ଗେଣ୍ଠା ସେଇ ଏକା କିଛି ପାଉନି ମାନେ ଶିବାଲା ଜିଦି ଯୋଉଟା କରିଥିବ ସେଇଟା ହିଁ ଦରକାର ଜାଣିଥିବ ଜିଦ୍ଦିଆ ଲୋକ ଇଏ ଶିବାନୀ ଗୋଟେ ପୁରା ଜିଦ୍ଦିଆ ଲୋକ ପୁଣି ବାହା ଲାଗେ କିଏ ଜାଣିଥିବ ତ ଯେତେ ଜିଦ୍ଦି ହଉଛି ଜାଣିନଥିଲ ସତେ ଯେମିତି ଜିଦ୍ଦି ଆଗରୁ ବା ଝଗଡା କରୁଥିଲ ମୋ ସାଙ୍ଗରେ ବାହା ନ ହବା ଆଗରୁ ଆଉ ଜାଣିନଥିଲ ମଜା ଦେଖି ହେଲା କି ନାହିଁ ବହୁତ କଥା ଜାଣିକି ବାହା ହେଇଛ ମାନେ ହିଁ ତମେ ସବୁ ସମ୍ଭାଳିବ ଜାଣିକି ବାହା ହେଇଛି ଆଉ ଦେଖୁନୁ ମଜା ହେଲା କି ନାହିଁ ବସିକି ରହୁଛନ୍ତି ସଫାଇ ପଳେଇଯାଇଛି କଟକ ଏଇ ଭୁବନେଶ୍ୱର କଣ ପାଇଁ କାମ କରୁଛି ଗୋଟେ ବିଲ୍ଡିଂ କାମ ନାନୀ ଗୋଟେ ନୂଆ ମୋବାଇଲ କିଣିଛି ସଫାଇ ନାନୀ କି ତା ମୋବାଇଲଟା ଦେଇଦେଇଛି ଆମେ ଗଲାବେଳେ ଗୋଟେ ଧନ ଥିଲା ନା ସେଟା ଦେଇଦେଇଛି ନାନୀ କି ସେ ଆଉ ଗୋଟେ ନୂଆ ମୋବାଇଲ କିଣିଛି ସମସ୍ତ ସବାଇ ବେଳେ ଲୋକ କିଣି ପକେଇଲାଣି ତମେ ସିଏ ପୁଣି ଘରେ ରହିକି ବେଶୀ କମ୍ପାନୀ ନ ଯାଇକି ବିଲ ବାଡିଆ କରିକି ସିଏ କିଣି ପକେଇଲାଣି ତମେ ଏଠି ରହିକି ନିଜ କଥା ଠିକ ନାହିଁ ପର କଥା କହି କିଏ ଫୋନ କଲା କଣ କଲା ଏତେ କଥା ମୁଁ କହିପାରିବିନି 23 ତାରିଖ ଅଛି 23 ତାରିଖ ଲାଷ୍ଟ ତମେ କିଣିବ ନହେଲେ ତମକୁ କଣ କରିବି ଚିହ୍ନ ମୁଁ ଏବେ ଏଇଥିପାଇଁ କିଛି କହୁନି କଣ ଧମକଉଛି ମୋବାଇଲ କିଣି ମୁଁ ସିଏ ଧମକାଏ ମତେ ଧମକେଇବି ମୁଁ ସୁବିଧା ଅସୁବିଧା ଦେଖିବି ମୋର କିଣିବ ସେମିତି କିନ୍ତୁ ମନେ ଅଛି ନାଇଁ 23 ତାରିଖ ତମେ ପସନ୍ଦ କରିଛ ପୁଣି ଦେଖିବ କାହିଁକି ପସନ୍ଦ କରିକି ପସନ୍ଦ କେତେଟା ମୁଁ ଯୋଉଟା ପସନ୍ଦ କରିଛି ମାନେ ତାର କଣ ସେଟା ଏଇ ଯୋଉ ନଥିଂ ଫୋନ୍ 3 ତା ଯୋଉ ସବୁ GST ଫି କି କଥା ତମେ ଗୋଟେ କାର୍ଡଟେ ତମକୁ
ଜଣେ ଦଉଛି କିସ୍ତି ସିଏ ତାର କିଛି ନବନି ନା ମାହାଳିଆ ତମକୁ ହଁ ସେଇଟା କହୁଛି ପଡିନି ତଥାପି ସବୁ ଦେଖିଲା ବେଳକୁ ମିନିମମ୍ ଟା କେତେ ହଜାର ହଉଛି 27,000 ଟଙ୍କା ନାଇଁ ନାଇଁ ଏଇଟା ଯୋଉ 256 GB ଟା 27,000 128 ଟା ହଉଛି 25,000 ହଁ 25,000 ଟଙ୍କା ହେଲା 25,000 ତମେ ପସନ୍ଦ କରୁଛ ଭଲ ତମେ ଯୋଉଟା ପସନ୍ଦ କରୁଛ ସେଇଟା ଯା ରେଟ୍ ହେଲେ କଣ ହେଲା ତମେ ଯୋଉଟା ପସନ୍ଦ କରୁଛ ତମେ ହଁ ମୋବାଇଲ ଭାଙ୍ଗି ଯାଇଥାନ୍ତା ଟୋଟାଲ ନ ଚଳନ୍ତା ଆଉ ଗୋଟେ କିଣ ଗୋଟେ କଥା ଗୋଟେ ମୋବାଇଲ ଅଛି ସବୁ ଅଛି ତା ମୋବାଇଲ ଉପରେ ମୋବାଇଲ କଣ ଫାଲତୁ ଜିନିଷ ପଇସା ଖର୍ଚ୍ଚ ନୁହଁ ତାହେଲେ ତମର ଏଇଟା ଚଳିବ ଚଳିବ ତ ତମର ଚଳିବ ଏଇଟା ମୋବାଇଲ ଆମର ଚାଲିଛି ଯେ ମଝିରେ ମଝିରେ ପ୍ରୋବ୍ଲେମ ଦେଖଉଛି ହଉନି ମୋବାଇଲ ଗରମ ହେଇଯାଉଛି ସେଇ ହେଲା କଥା ମୁଁ ଭାବୁଛି ଚାଲୁଛି ଏବେ ଖରାପ ହେବ ଦେଖି ଆଉ ନା ଇଏ ଏକା ଜିତି ଏବେ ହିଁ ମଗେଇବ ଆମ ଏବେ ଏଇଠି ରହିଛ ସେଇ ଟାଇମରେ ମଗେଇ ଦିଅ ଆଉ ଯେତେବେଳେ କାମ ଛାଡ଼ିକି ଯିବ ସେତେବେଳେ କଣ ମଗେଇ ହବ କେବେ ମାନେ ସୁବିଧା ଅଛି ଏବେ ଅଛ ମଗେଇ ଦବ ପଇସା ଅଛି ମାସ ଆଡଭାନ୍ସ ଆଣିକି ମଗେଇ ପାରିବ ଜାଣିପାରୁନ କଥା ହେଲା କି ଭଜା ହେଲା ଶିବାନ ଏକା ଯିବି ଅଛ ମାନେ ଟିକେ କିଣିଦିଅ ହାତରେ ଟଙ୍କାଟେ ପଇସା ନାହିଁ ଗୋଟେ ପିଲା ବଡ ହେଲାନି ପାଠ ପଢିବ ଦଶହରା ଅଫର ଗଲେ ଆଉ ଏତେ ପାଇବନି ଏମିତି ଅଫର ଦଶହରା ଅଫର ଅଛି ସେଇଥିପାଇଁ ଦଶହରା ଦିବାଲି ଅଫର ଦିଟା ଦେଇଛି ଜାଣିପାରୁନ ଦିବାଲି ତ କେବେ ରହିଲା ନା ଖାଲି ଦଶହରା ଦିବାଲି ନାଇଁ ଦିବାଲିର ଅଫର ନାହିଁ ଏଇଟା ଜାଣିପାରୁନ କି ତମେ ଦେଲା 8 ରୁ 23 ପର୍ଯ୍ୟନ୍ତ ବା ମାନେ ଡବଲ ଅଫର ଦେଇଛି ହଁ ତ କରେ ହଁ କର ଦେଖିଆ ଟାଇମ ତ ଅଛି ଅଫର ତ ଚାଲିଛି ଦେଖିଆ ଆଉ କଣ କରିବା ଆଉ ଦେଖିଆ ଫେକିଆ ନାହିଁ ଆଣିବ ମାନେ ଆଣିବ ଯଦି ତମେ ନ ଆଣିବ ତାହେଲେ ମୋର ନିହାତି ଆସିବ ଯଦି ତମେ ନ ଆଣିବ ସତ କଥା କହୁଛି ମୁଁ ତ ବାଧ୍ୟ କରୁଛି ତମେ ଆଣ ଯଦି ତମ ପାଇଁ କହିବ ନା ମୁଁ ଆଣିବିନି ତାହେଲେ ମୋ ପାଇଁ ଆଣିବ ମାନେ ଆଣିବ ମୁଁ ଯୋଉଟା ବାଛିବି ମୋ ପାଇଁ ଆଣିବ ନା ମୋର 17,000 ଟଙ୍କା ମାତ୍ର ସବୁ ଚାର୍ଜ ଫାର୍ଜ ମିଶେଇକି ଯାହା କରୁଛ କର ମୁଁ କହୁନି ମୋର ବାଧ୍ୟ କରୁନି ତମେ ଯଦି ନ ଆଣିବ ତାହେଲେ ମୋର ବାଧ୍ୟ କରିବି ମୋର ମୋବାଇଲ ନହେଲେ ତାର ଆସିବ ମୁଁ ନ ଆଣିପାରିଲି ତାହେଲେ ସିଏ ତାର ଅଣାଯିବ ମୋବାଇଲ ମୋବାଇଲ ଅଛି ଗୋଟେ ମୋବାଇଲ ଧରିଛି ନୂଆ ଦେଖିଲି ମୋବାଇଲଟା ଭଲ ମୋବାଇଲଟା ଏଇଠି ଅଛି ବା ଏଇଠି ପୁରା ନୂଆ ଅଛି ନୂଆ ମୋବାଇଲ କିଛି ଆଉ ଏଇଟା ମୋବାଇଲ ନେଇ ଯାଉନି 5G ଅଛି ଖତରା ମୋବାଇଲ ନୂଆ ଅଛି ମୋବାଇଲ ହଁ ଦଉନୁ ତୁ ଏଇଟା ମୋର ନେଇ ଯା ମୁଁ ଧରିବି ଖତରା ନିଜେ ତ ଭାଙ୍ଗିଦେଲୁ ମୋର ଏଇ ମୋବାଇଲଟା 15 ଦିନ ହେଇଛି ଆଣିଥିଲି ନୂଆ ଥିଲା ସେଇ ଆମ ଶିବାନୀ ହେମଦସ୍ତା ବାଡ଼ି ଗଳେଇକି ମୋ ଡିସପ୍ଲେଟା ଉଡ଼େଇବ ମୁଁ ତମର ସବୁ ଗୋଳେଇବି ହଁ ଭାଙ୍ଗିଦେଲି ତ 15 ଦିନ ଭାଙ୍ଗିଦେଲା ସେଇ ନିଜେ ଭାଙ୍ଗି ତା ମୋ ମୋବାଇଲ କହୁଛି ଖତରା ମୋବାଇଲ ମତେ ସତ କଥା ମତେ ତମର ଏଇ ମୋବାଇଲଟା ଟୋଟାଲ ପସନ୍ଦ ନୁହଁ ଜମା ପସନ୍ଦ ନୁହଁ ମଗେଇଥିଲା କି ତୁ ମଗେଇଥିଲେ ଏଇ ଯୋଉ ଥିଲା ଡିସପ୍ଲେ ଯୋଉ ପଳେଇଛି ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେଇଥିପାଇଁ ମୋର ଟୋଟାଲ ପସନ୍ଦ ନୁହଁ ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ପଳେଇଛି ନା ସେଇଥିପାଇଁ ମୋର ଟୋଟାଲ ପସନ୍ଦ ନୁହଁ ତାପରେ ଏଇଟା ଚାର୍ଜ ଜଲ୍ଦି ସରୁଛି ମତେ ଚାର୍ଜ ଦରକାର 45 ୱାଟ୍ ମିଡିୟମ ନା ବେଶୀ ସରିବ ଜଲ୍ଦି ନା ଏଇ ଯୋଉ କଣ କି ସରିବ ଜଲ୍ଦି ନା ହବ ଜଲ୍ଦି ମିଡିୟମଟା ଭଲ ତମେ ପୁରା ହାଇ ଚାର୍ଜ ସାଙ୍ଗେ ସାଙ୍ଗେ ସରୁଛି ଯେମିତି ହଉଛି ସେମିତି ଲୋକଙ୍କ ପାଖରେ ବି ଗୋଟେ କିପ୍ୟାଡ୍ ମୋବାଇଲ ନାହିଁ ଆମ ପାଖରେ ପୁଣି ମାନେ ଡିସପ୍ଲେ ମାନେ ବଡ ମୋବାଇଲ ଅଛି ଆଣିପାରୁଛ ପୁଣି ମୋବାଇଲ ରଖିକି ଗୋଟେ ମୋବାଇଲ ରଖିକି ଆଉ ଗୋଟେ ମୋବାଇଲ ଜିଦି କରୁଛି କିଣିବା ବୋଲି ଲୋକଙ୍କ ପାଖରେ ମୋବାଇଲ ନାହିଁ କିପ୍ୟାଡ୍ ମୋବାଇଲ ନାହିଁ କିପ୍ୟାଡ୍ ମୋବାଇଲ ଲୋକ କିଣି ପାରୁନାହାନ୍ତି ଅଛନ୍ତି ମୁଁ କହୁଛି ଏଇଟା ବିକି ଦିଅ ଏଇଟା ଯେତିକି ପଇସା ବାହାରିବ ମିଶେଇକି ଆଣିବ ବିକି ଦିଅ यार जिद्दी पळया जिद्दी तर जमा आइले भी हार मानी पळया छाड़ जानी की तो बाहरछु बोले आपण भजा है कि नहीं नहीं भजा है आउ टिके होबो चाहे हम बदलै देई परिबो ना मजा आइले आउ गप मजा तो एइनी आउरी 5-10 मिनिट लागिवो चलन जीवा आउटे सेति सहित आउटे काम कर दिया से कंबाइन कर दिया से खाइबा खाइता डायरेक्ट गोदाम भारी आ आज कौन भात भी खराब है खराब नहीं पूरा नरम कमल हो जाउची रही रही पूरा नरम हो जाउची हां दी दिन भात पूरा खराब हो जाउची खाइ होले पखाल भात पूरा दही भलिया हो जाउची आज सेमती होई भात कौन पाई दो तू लेट रे पखाल तू भात 10टा पर्यंत रहउचे लेट भात बा जल्दी पखाल 4टा रे पखाल जाउ 4टा रे पखाल से रहिबा तो खाइ दी 2टा 2टा तो मगे जे कहउचो 4टा रे भलो रहउनी तमे भलो कथा कहउचो कहले 4टा रे भी खराब हो जा हम मिकुबा 6टा रे खाउची भात भलो रहउची आ 4टा रे भलो रहउनी तमे कहउचो हां तो करी भात भलो रहउची 10 ए सकाळ 10टा पर्यंत पखालना भलो रहउची 12टा गोटे हे गला भात से हे जाउची संगे संगे नरम माने जाउ टाइप हो जाउची भजा टिके हबो आ तो पखाल धुइलान छी बानी
ଧୋଇକି ନେଇକି ଆସୁ 5 ମିନିଟ୍ ଯିବାନି ତଳକୁ ଆଉ 5 ମିନିଟ୍ ବସିଯିବା ଏଠି ଏକାଥରେ ଖାଇଦେଇକି ଯିବା। ଭୋକ କଲାନି ତାପରେ ସେ କ'ଣ ସେଠି ସେମାନେ ଭାତ ଦେଉଛି ଖରାପ ଟିକେ ହେଇଯାଇଛି ମୁଁ ଏଠି ଟିକେ ଭଜା ଘାଣ୍ଟି ଟିକେ ଲାଗିଗଲାଣି। ନା ଆହୁରି ହବ କଞ୍ଚା ଅଛି ନା ଲାଇଟ୍ ମାରିବୁନି ଥାଉ ପଡ଼ିଯିବୁ ଏଠି ଗରମ ଅଛି ବା ପଡ଼ିଯିବୁ ଗରମ ଅଛି ପଡ଼ିଯିବୁ ନା ନାଇଟ୍ ମାନେ ଗରମ ଅଛି ପଡ଼ିଯିବୁ ଲାଇଟ୍ ଚାଲିଗଲା ସାଙ୍ଗେ ସାଙ୍ଗେ ଦୌଡ଼ି ଚାଲି ଯାଉଛି ଲାଇଟ୍ ମାରିବ ଆଉ ଟିକେ ହବ ଆଉ କଞ୍ଚା ଅଛି ହେଇଯାଉ ଟିକେ ଖାଇବା ଆଉ ପଳେଆ 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 ବାହାରକୁ ପଳେଆ ବାହାରକୁ ପଳେଆ 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 ହଁ ଏଇଟା ପଖାଳ ଖାଇବା ଭଜା ହେଲା ଭଜା ହେଉଛି ଆଉ ଦ୍ୱିପହର ପାଇଁ ହେଇନି ଏତେ ପର୍ଯ୍ୟନ୍ତ ଦ୍ୱିପହର ଗୋଟେ ବାଜିଲାଣି ଟାଇମ୍ କେତେବେଳେ କରୁଛି କରୁ ମୁଁ ଖାଇଲେ ଅବିକା ମୁଁ ଆଉ ଖାଇଲି ମୁଁ ଖାଇଲା ବେଳେ 4ଟା 5ଟା କି କେତେବେଳେ ବି ଖାଉନି ଟାଇମ୍ ହେଉଛି ଆସିପାନ ତାର ରୋଷେଇବାସ କରି ସେ ତାର ଖାଇବ ଆଉ ଗଲା କରିସିବାନି ସରିନି ଧୁଆ ଭାତ ଧୋଇ ସେତେବେଳେ ଆଉ ଟିକେ ହବ ଏଇ ନାହିଁ ଭଜା ସିଝି ଯାଇଛି କିନ୍ତୁ ପୁଡୁ ପୁଡିଆ ହେଇନଥିବ ହଉ ନେଇକି ଧୁଆଧି କରି ନେଇକି ଆସିବ ତାହେଲେ ବସିବା ଏଇଠି ବସିବା ଟିକେ ତାହେଲେ ହେଇଗଲା ଆଣିକି ଦେବ ଆଉ ଖାଇବା ଆଉ ଏବେ ଆସିଗଲା ଭାତ ଏବେ ଆସିଗଲା ଚାଲନ୍ତୁ ଖାଇଦେବା ଖାଇଦେଇକି ପୁଣି ଯାଇ କାମ ଲାଗିଯିବା କାମ କ'ଣ ଲାଗିବା ଡାଇରେକ୍ଟ ଗୋଦାମ ଯିବି ଖାଇଦେଇକି ଆଉ ଟାଇମ୍ ହେବନି ସେଇଥିପାଇଁ ମୁଁ ଲେଟ୍ ସବୁବେଳେ ଖାଏ ଏକାଥରେ ଖାଇଦେଇକି ଯିବି ଆଇଲା ବେଳକୁ ଆଉ 4ଟା 5ଟା ବାଜିବ ସେଇଥିପାଇଁ ମୋର ଖାଇଦେଇ ହେବ କଲରା ଭଜା କାକୁଡ଼ି ପିଆଜ ପଖାଳ ଭାତ ଏଇଟା ସବୁବେଳେ ତ ମୁଁ ଖାଉଛି ଆପଣ ଦେଖୁଛନ୍ତି ଚାଲନ୍ତୁ ଖାଇବା ମୋର ଖାଇଦେଇକି ପଳେଇ ଆସିଲି ଲୁନା ନେଇକି ଆଉ ଯାଉଛି ଚାଉମିନଟା ଲୋଡ଼୍ କରିବି ଲୋଡ଼୍ କରିସାରିକି ତାପରେ ନେଇକି ଯିବି ଆଉ ଖାଲି ଗଞ୍ଜି ପିନ୍ଧିକି ଆଇଛି କାହିଁକିନା ଚାଉମିନ ଲୋଡ଼୍ କରିବି ନା ମଇଦା ଗୁଡ଼ା ଲାଗିବ ସେଥିପାଇଁ ଗଞ୍ଜିଟା ପିନ୍ଧିକି ଆଇଛି ଲୋଡ଼୍ କରିସାରିଲା ପରେ ତାପରେ ମାନେ ଫୁଲ୍ ଗଞ୍ଜି ପିନ୍ଧିକି ତା ବାହାରିକି ଯିବି ଇଏ ମୋ ପଛ ଯାଇଲା ଲୋଡ଼୍ କଲାବେଳେ ଓହ୍ଲେଇ ଦେଇକି ତାକୁ ଲୋଡ଼୍ କରିବି ଆଉ ଚାଲନ୍ତୁ ଲୋଡ଼୍ କରି ନେଇକି ଯିବା ଗୋଦାମ ବାହାରିବା ଧରିଦା ହେଲେ ଅସନା ଜିନିଷ କେତେ ଅସନା ସଫା କରାଯିବ ଆସ୍ତେ ସଫା କରିବା ଆଉ ଗୋଦାମରୁ ଚାଉମିନ ପକେଇ ସାରିକି ତାପରେ ପଳେଇ ଆସିଲି ଡାଇରେକ୍ଟ ଗୋଦାମରୁ ଡାଇରେକ୍ଟ ପଳେଇ ଆସିଲି କାଠକୁ ଲାଗୁ କାଠ ଏଠି ଅଛି ଆମର କାଠ ନେଇକି ଯିବି ସିଧା ଡାଇରେକ୍ଟ କମ୍ପାନୀକି ଯିବି ଲୁନା ଥୁଆ ହେଇଛି ଲୁନା ଦେହର କାଠ ଓଜନ କରି ନଦି ସାରିଲା ପରେ ସିଧା ବାହାରିକି ଯିବି ଆମର କମ୍ପାନୀକି କାଠ ପକେଇବି ତା ଖାଇବି ତା ରେଷ୍ଟ ନେବି ଆଉ ଆଜି ପାଇଁ ଏତିକି ଭିଡ଼ିଓ ଜୟ ଜଗନ୍ନାଥ ରହିଲି କାଲିକି ନେକ୍ସଟ ଭିଡ଼ିଓ ଦେଖିବେ ଆପଣମାନେ।